କୁହନ୍ତି ବିପଦ ବେଳର ବନ୍ଧୁ ହିଁ ପ୍ରକୃତରେ ବନ୍ଧୁ ହୋଇଥାଏ। ଆଉ ଏମିତି ବନ୍ଧୁଟିଏ ପାଇବା ଭାଗ୍ୟର କଥା। ଆଜିକାଲି ଦୁନିଆରେ ଭଗବାନ ସିଏ ଯାହା ପାଖରେ ପ୍ରକୃତ ବନ୍ଧୁଟିଏ ଅଛି। ସେମିତି ଜଣେ ବନ୍ଧୁ ହେଉଛନ୍ତି ଜାଗୃତି। ହଁ ଦର୍ଶକ ବନ୍ଧୁ, ଆଜି ଜାଗୃତି ପହଞ୍ଚନ୍ତି ବନ୍ଧୁ ଅନୁଭବଙ୍କ ଘରେ ବାପାଙ୍କ ଏକାଦଶ କାର୍ଯ୍ୟରେ। ଆଉ ବନ୍ଧୁ ଅନୁଭବଙ୍କ ପାଖରେ ଠିଆ ହୋଇ ପିଠି ଥାପୁଡ଼େଇ ସମବେଦନା ଜଣାଉଛନ୍ତି। ତେବେ ଜାଗୃତିଙ୍କ ଏ ସମୟରେ ସାଥ ଦେବା ଖୁବ୍ ପ୍ରଶଂସା କରୁଛନ୍ତି ସମସ୍ତେ। ଆଉ କହୁଛନ୍ତି ସମସ୍ତେ ଯାହାକୁ ଅପେକ୍ଷା ଥିଲା ସେ ତ ଆସିଲାନି, ହେଲେ ତାଙ୍କ ପାଖରେ ପହଞ୍ଚିଗଲେ ବାନ୍ଧବୀ ଜାଗୃତି। ଅନୁଭବ ଆଉ ଜାଗୃତିଙ୍କ ସମ୍ପର୍କ କୃଷ୍ଣ ଆଉ ଦ୍ରୌପଦୀ ଭଳି। ସମାଜ ତାର ଭିନ୍ନ ଅର୍ଥରେ ଡାକିବ ବୋଲି ଏମାନେ ସେଥିପ୍ରତି ନଜର ନ ଦେଇ କର୍ମ ଉପରେ ଧ୍ୟାନ ଦିଅନ୍ତି। ଦେଖିବାକୁ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଆହୁରି ଲୁହ ଝରେଇ ଦେଉଛନ୍ତି। ସମସ୍ତେ ଭାବିଥିଲେ ଶେଷଥର ପାଇଁ ହଉ ପଛକେ ବର୍ଷା ନିଶ୍ଚିତ ଆସିବେ, ହେଲେ କୋଉ ଅଧିକାରରେ ସେ ଆଉ ଏ ଘରେ ପାଦ ଦେବେ। ପରିଚୟ ସବୁ ସାଦା କାଗଜରେ ବନ୍ଧା ପଡ଼ିଲା। ଆଉ ଫେରିବ କି ସେ ପୁରୁଣା ପରିଚୟ? ଆଜି ସାଂସଦ ଅନୁଭବ ମହାନ୍ତିଙ୍କ ବାପାଙ୍କ ଏକାଦଶ। କାଲି ଦଶତୁଠିରେ ବସି ଦଶକର୍ମ କରୁଥିଲେ ଅନୁଭବ। ଆଖିରୁ ଲୁହ ଝରାଉଥିଲେ। ଅସରନ୍ତି ଲୁହ। ବନ୍ଧୁବାନ୍ଧବ ସାହି ପଡ଼ିଶା ସମସ୍ତେ ସମବେଦନା ଜଣାଉଥିଲେ। ହେଲେ ବାପାଙ୍କ ବିନା ମନ ବୁଝୁନଥିଲା। ସବୁଦିନ ପାଇଁ ବାପା ଶୂନ୍ୟ କରି ଆରପାରିରେ ଆଖି ଆଗରେ ସବୁକିଛି ଘଟି ଯାଇଥିଲେ ବି ମନ ବୁଝୁନି। ଏବେ ସେ ବାପାଙ୍କୁ ପଦିଏ ଡାକ କାନକୁ ଶୁଭୁନି। ଏକୁଟିଆ ଲାଗୁଛି। ଆହା ପଦେ କହୁଥିବା ମଣିଷ ଆଜି ଶୋଇଯାଇଛନ୍ତି। ଆଜି ସବୁକିଛି ଥାଇ ବି କିଛି ନାହିଁ ମୋ ପାଖରେ, କାରଣ ମୋ ବାପା ନାହାନ୍ତି। ଧନ୍ୟବାଦ। ଭିଡ଼ିଓ ଆଜି ପାଇଁ ଏତିକି। ଯଦି ଆପଣଙ୍କୁ ଆମ ଭିଡ଼ିଓଟି ଭଲ ଲାଗିଥାଏ ତେବେ ଭିଡ଼ିଓଟିକୁ ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ, କମେଣ୍ଟ କରିବେ ଏବଂ ସାଙ୍ଗମାନଙ୍କ ସହିତ ସେୟାର କରିବେ।